ଚ୍ୟାନେଲ ରୁ କହୁଥିଲି। ଆଜ୍ଞା କୁହନ୍ତୁ। ଟିକେ ଜାଣିବା ପାଇଁ ଚାହୁଁଛି ବି କିଛି ବି ଦର୍ଶକ ଜାଣିବା ପାଇଁ ଚାହୁଁଛନ୍ତି ଆଜ୍ଞା ଯାତ୍ରା ରାଣୀ ସିଂହବାହିନୀର ଯୋଉ ଆଜ୍ଞା 5 ରେ ତୁମ ବଜରଙ୍ଗୀ ନାଟକ ପରିବେଷଣ ହବ ଆଜ୍ଞା ଆମ ଯାତ୍ରା .com ମାଧ୍ୟମରେ ଟିକେଟ 22 ତାରିଖ କଟାଯିବ। ଆଜ୍ଞା କେମିତି କଣ ରହିଛି ୟାର କ୍ରାଇଟେରିଆ କେମିତି କଣ ଲୋକମାନେ ସୁବିଧା କେମିତି କଣ? ନର୍ମାଲ ଦେଖନ୍ତୁ ଆପଣ ଗୁଗଲରେ ଆସି ସର୍ଚ୍ଚ କରିପାରିବେ ଆମ ଯାତ୍ରା .com କରିକି, ନହେଲେ ଆମର ପ୍ଲେ ଷ୍ଟୋରରେ ବର୍ତ୍ତମାନ ପାଇଁ ଆପ୍ଲିକେସନ ଆଭେଲେବୁଲ ଅଛି ଓନ୍ଲି ପ୍ଲେ ଷ୍ଟୋରରେ, iOS ରେ ନାହିଁ ବୁଝିଲେ। ଆଜ୍ଞା କୁହନ୍ତୁ। ପ୍ଲେ ଷ୍ଟୋରରେ ଆପଣ ଆମ ଯାତ୍ରା କେବଳ ଆମ ଯାତ୍ରା ପ୍ଲେ ଷ୍ଟୋରରେ ସର୍ଚ୍ଚ କରିବେ, ଆପ୍ଲିକେସନ ପଳେଇ ଆସିବ ମୋବାଇଲ ଆପ୍ଲିକେସନ। ଆଜ୍ଞା ଆଇଦର ଆପଣ ଯଦି ଆପ୍ଲିକେସନ ଡାଉନଲୋଡ କରିବା ପାଇଁ ଚାହୁଁଛନ୍ତି ଦେନ୍ ଆପଣଙ୍କ ପାଇଁ ୱେବସାଇଟ ଆଭେଲେବୁଲ ଅଛି ଆମ ଯାତ୍ରା କରିକି। ତ ମୁଁ ଜାଣିବା ପାଇଁ ଚାହୁଁଛି କି 14 ଦିନର ଗ୍ୟାପ ରହୁଛି ତ 22 ତାରିଖ ଟିକେଟ କାଟିବେ 14 ଦିନ ଆଜ୍ଞା ପରେ ଯାତ୍ରା ହବ ତ ଲୋକମାନେ ଠିକ ଭାବରେ ସିଟ୍ ପାଇଯିବେ? ଆରାମସେ ଦେଖନ୍ତୁ ଆମେ ସିଷ୍ଟମ କଣ କରିଛୁ ନା ଅଫଲାଇନ ଆଉ ଅନଲାଇନ, ତ ଗୋଟେ ଲାଇନ ଅଫଲାଇନ ରହିଲେ ଗୋଟେ ଲାଇନ ଅନଲାଇନ ରହୁଛି। କାହିଁକି ନା ଯୋଉ ଅନଲାଇନ ସେମାନେ ଯୋଉ ମ୍ୟାଚ୍ କରୁଛନ୍ତି ଯେହେତୁ ଏଟା ଅଧିକା କ୍ୟାପାସିଟିର ସିଟ୍ ଅଛି, ଆଜ୍ଞା ତ ଆମେ ଚେଷ୍ଟା କରୁଛୁ ତାଙ୍କର ଅଫଲାଇନ ର କମ ସେ କମ ସେମାନେ ଆଗରୁ କିଛିଟା ଲାଇନ ସେମାନେ ଯୋଉ ଲୋକାଲ ଏରିଆ ପାଇଁ ଆପଣ ବୁଝୁଥିବେ, ଲୋକାଲ ଏରିଆ ପାଇଁ ଆମେ ଯଦି ନ ରଖିବା ସିଟ୍ ତ ସେମାନେ ଯାହା ବି କୌଣସି ପ୍ରକାରରେ କିଛି ନା କିଛି ସେମାନେ ବିଶୃଙ୍ଖଳା ସୃଷ୍ଟି କରିବେ। ତ ସେଥିପାଇଁ ଆମେ ଉଭୟ କମିଟି ଏବଂ ପାର୍ଟି ସହିତ ମିଶିକି ଆଲୋଚନା ଯାହା କରିଛୁ, ଆଗ ସିଟ୍ ଆମର କିଛି ବ୍ଲକ ରହୁଛି, କିଛି ଅସୁବିଧା ହବନି। କାହିଁକି ନା ତାଙ୍କର ଅଫଲାଇନ ବିକ୍ରି ଷ୍ଟାର୍ଟ ହଉଛି 1 ତାରିଖ ପାଖରୁ ବୁଝିଲେ। ତ ଆମ ଯୋଉ ସିଷ୍ଟମ ରହୁଛି, ଆମ ସିଷ୍ଟମ ଏଜ ଏ ୱାର୍କିଂ ଅଫ ଲାଇକ ବୁକ୍ ମାଇ ଶୋ। ବୁକ୍ ମାଇ ଶୋ ରେ ଆପଣ ଦେଖିଥିବେ ଗୋଟେ ତାଙ୍କ ମୁଭି ହଲ ରେ ଗୋଟେ ସିଷ୍ଟମ ଥାଏ ଯୋଉଟା ତାଙ୍କୁ ଅପଡେଟ ହୁଏ, ସେମାନେ ମୁଭି ହଲ ରେ ଯୋଉମାନେ ଅଛନ୍ତି ସେମାନେ ବ୍ଲକ କରିପାରନ୍ତି। ତ ଏକ୍ଜାକ୍ଟଲି ସେମିତି କାମ କରୁଛି। ଆଉ ଆମେ ଯୋଉ ତାଙ୍କର ଯିଏ ଅଛନ୍ତି କମିଟିରେ, ତ କମିଟିରେ ଆମେ ତାଙ୍କୁ ଯେଉଁ ଟେକ୍ନିକାଲ ପିଲା ଦିଆ ହେଇଛି, ତ ସେଇ ଟେକ୍ନିକାଲ ପିଲାମାନେ ହିଁ ସେମାନେ ଏଜ ଏ ଟିକେଟ ବ୍ଲକ କରି ତାଙ୍କର ଦ୍ୱାରା ଯାହା ବିକ୍ରି ହଉଛି 1 ତାରିଖ ପାଖରୁ। ନା ମୁଁ ଆଉ ଗୋଟେ କଥା ଜାଣିବା ପାଇଁ ଚାହୁଁଛି କି ଯୋଉ ଡି ବ୍ଲକ ରହିଛି, ଏ ବ୍ଲକ ରହିଛି, ଇ ବ୍ଲକ ରହିଛି, ସି ବ୍ଲକ ରହିଛି, ତ ସବୁ ସେମିତି ଯାତ୍ରା ୱେବସାଇଟ ଯୋଉ .com ମାଧ୍ୟମରେ ଆଜ୍ଞା ସବୁ ବ୍ଲକ ହିଁ ଆଭେଲେବୁଲ ରହିବ ତ? ହଁ କେବଳ କଣ ନା ଫାଷ୍ଟ ନାଇଟ ପାଇଁ ଯେହେତୁ ସିଂହବାହିନୀ ପ୍ରଥମ ଲଞ୍ଚ କରୁଛି ସେଇ ଜାଗାରେ ଅବଭିୟସଲି ପାସ୍ ହିଁ ତାଙ୍କର ରହିବ। ପିୟୁଷ ଭାଇଙ୍କର ପାସ୍, ବାକି ଡାଇରେକ୍ଟରଙ୍କୁ ନେଇକି ଆପଣଙ୍କର କମିଟି ମେମ୍ବର ସମସ୍ତଙ୍କର କିଛି ନା କିଛି ପାସ୍ ସେଠି ରହୁଛି। ଏକ୍ଜାକ୍ଟଲି ମୁଁ ଜାଣିବା ପାଇଁ ଚାହୁଁଛି କି ଲୋକେସନ ଟା କଣ ରହୁଛି? ଲୋକେସନ ଟା ଆପଣଙ୍କ ଚଣ୍ଡିଖୋଲ ଯୋଉ 0 ପଏଣ୍ଟ, ହଁ ଯୋଉଟା ଆପଣଙ୍କର ଯୋଉ କେନ୍ଦ୍ରାପଡା ପାରାଦୀପ NH ଯାଇନି, ତ ସେଇ ଜାଗାରେ ଗୋଟେ ଅଛି ତାଙ୍କ ଗୋଟେ ସର୍କଲ ଟାଇପ ର ଗୋଟେ ଅଛି ସେଇଠି, ତ ସେଇ ଜାଗାରେ ଅଛି। ହଉ ଠିକ ଅଛି।